ଯେତେବେଳେ ଗୋଟେ ଦୁଃଖଦ ଘଟଣା ଘଟେ, ଯେତେବେଳେ ଅଘଟଣ ଘଟେ, ସେଠି ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଏବଂ ଡିଜି, ଚିଫ ସେକ୍ରେଟାରୀ, କଲେକ୍ଟର, ଏସପି ଯିଏ ଯିଏ ଦାୟିତ୍ୱରେ ଅଛନ୍ତି ସେଠି ଡେରା ପକେଇ ରହିବା କଥା। ମୁଁ ଆପଣଙ୍କୁ ନିବେଦନ କରିବି ଯେ ଇଏ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କହିଦିଅନ୍ତୁ, ମନ୍ କି ବାତ୍ରେ କହିଦେବେ ଯେ ରଥଯାତ୍ରା ଅଘଟଣ ହୋଇଛି, ରଥଯାତ୍ରାରେ ମୃତ୍ୟୁବରଣ କରୁଛନ୍ତି, ମହାପ୍ରଭୁ ନନ୍ଦିଘୋଷଙ୍କ ରଥ ଆଗକୁ ବଢିଲାନି, ଏସବୁ କଥା ମନ୍ କି ବାତ୍ରେ ସ୍ଥାନ ପାଉ। ଏମାନେ କଣ କରୁଛନ୍ତି? ଯେତେବେଳେ ଘର ପୋଡ଼ିଯିବ, ଯେତେବେଳେ ଲୋକ ମୃତ୍ୟୁବରଣ କରୁଥିବେ, ଯେତେବେଳେ ନଈ ବଢି ଆସିବ, ସେତେବେଳେ ଯୋଉ ମନୋବୃତ୍ତି, ସେ ମନୋବୃତ୍ତି ମାନେ କୁଆଡେ ଗଲା? କାହିଁକି ମାନେ ପଦକ୍ଷେପ ନେଉନାହାନ୍ତି? ଯୋଉମାନେ ଦାୟୀ ତାଙ୍କୁ ଏତେ ପର୍ଯ୍ୟନ୍ତ ଶାସ୍ତି କାହିଁ ଦେଇନାହାନ୍ତି? ଅନ୍ ଦ ସ୍ପଟ୍ ଶାସ୍ତି ଦିଅନ୍ତୁ। ଆଉ ଯଦି ନିଜେ ଦୋଷ କରିଛନ୍ତି ତାହେଲେ ଶାସ୍ତି ନେବାକୁ ଆଗଭର ହୁଅନ୍ତୁ, ପଦ ଛାଡ଼ି ଦିଅନ୍ତୁ, ଇସ୍ତଫା ଦେଇ ଦିଅନ୍ତୁ। 4.5 କୋଟି ଓଡ଼ିଆ ଲୋକଙ୍କର ଭାବାବେଗ ସେଥିରେ ଖେଳୁଛନ୍ତି, ଭାବନା ସେଥିରେ ଖେଳୁଛନ୍ତି। କେତେ ଦିନ ଏ ଖେଳ ଚାଲିବ? କଣ କହିକି ମାନେ ବର୍ତ୍ତମାନ ଲୋକଙ୍କୁ ସମ୍ମୁଖୀନ ହେବେ? କହିବେ ଆମେ ତଦନ୍ତକୁ ଦେଇଛୁ। ଗତ ବର୍ଷ ବଳଭଦ୍ର ମହାପ୍ରଭୁ ପଡ଼ିଗଲେ, ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିଲାନି। ଯଦି ଗୋଟିଏ ଭୁଲକୁ ଏମାନେ ସ୍ୱୀକାର କରିଥାନ୍ତେ ଏବଂ ଯିଏ ଦୋଷୀ ତାକୁ ଦଣ୍ଡ ଦେଇଥାନ୍ତେ, ଆଜି ଏମିତି ଶହ ଶହ ଭୁଲ ହୁଅନ୍ତାନି।